ଅତୀତର ପଠାଣଡିଆ ବର୍ତ୍ତମାନର ଅଲୌକିକ ମହାବୀର ପୀଠ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଆମ୍ବିକି ପଞ୍ଚାୟତ ଅଧୀନ କାଙ୍କଣ ଗ୍ରାମ ପାର୍ଶ୍ୱ ଜଟାଧାର ନଦୀ ପଠାରେ ଅବସ୍ଥିତ ପଠାଣଡିଆ ବର୍ତ୍ତମାନର ପରମାନନ୍ଦ ଡିଆ। ଏଠି ପୂଜା ପାଆନ୍ତି ସଙ୍କଟ ମୋଚନ ହନୁମାନ ମହାବୀର ନାମରେ। ପୀଠକୁ ଯିବାକୁ ହେଲେ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ପଡେ। ଆଶ୍ଚର୍ଯ୍ୟର ବିଷୟ, ଏଠାରେ ଥିବା ଡଙ୍ଗାଟି ଆପଣା ଛାଏ ନଦୀରେ ଭାସି ଆସି ଆଶ୍ରମ ନିକଟରେ ଲାଗିଥିଲା। ସେହି ଡଙ୍ଗା ହିଁ ଏକମାତ୍ର ସାଧନ ପୀଠକୁ ଯିବା ପାଇଁ। ଜନଗହଳି ଠାରୁ ଦୂର ନଦୀ ପଠାର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପୀଠଟି ଅନେକ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିଛି ଏଠାକୁ ବାରମ୍ବାର ଆସିବା ପାଇଁ। ପ୍ରତ୍ୟହ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ଶ୍ରୀରାମ ନବମୀ ପୀଠର ପ୍ରମୁଖ ପର୍ବ। ତା ସହିତ ପ୍ରତ୍ୟେକ ସଂକ୍ରାନ୍ତିରେ ଏଠାରେ ଭକ୍ତମାନଙ୍କ ସମାଗମ ହୁଏ। ଆସନ୍ତୁ ଶୁଣିବା ଆଶ୍ରମକୁ ନେଇ ମଠାଧୀଶ ରାମକୃଷ୍ଣ ଦାସ ତଥା ସମସ୍ତଙ୍କର ପ୍ରିୟ ଜଙ୍ଗଲୀ ବାବାଙ୍କ ସହିତ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ପ୍ରତିକ୍ରିୟା। ମୋ ନାଁ ହେଲା ପ୍ରଶାନ୍ତ ଦାସ। ଆଶ୍ରମକୁ ଆସିଲେଣି ଏଠିକି 15 ବର୍ଷ ହେଲା, କିନ୍ତୁ ଏ ପୂଜାପୂଜି ମୁଁ କରୁଛି 5 ବର୍ଷ ହେଲା। ଆଶ୍ରମ ଉପରେ ବିଶେଷ ଅନୁଭବ, ମୁଁ ତ ଆଗରୁ ଯାହା ଶୁଣିଥିଲି ମାନେ ବାବାଙ୍କ ଅଲୌକିକ କଥା, ଯେତେବେଳେ ବାବା ପ୍ରଥମେ ଏଠି ଆସି ପହଞ୍ଚିଥିଲେ ଏଇ ବରବୃକ୍ଷ ମୂଳେ ବସିଥିଲେ, କିନ୍ତୁ ସନ୍ଧ୍ୟା ହେଇଯାଇଥିଲା। ତାଙ୍କ ପାଖରେ ଯିଏ ସବୁ ଯେଉଁ ପଶୁଜନ୍ତୁ ଆସି ପହଞ୍ଚିଥିଲେ, କିନ୍ତୁ ବାବାଙ୍କୁ କେହି କିଛି କ୍ଷତି କରିନଥିଲେ। ବାବା ସେମିତି ଆସ୍ତେ ଆସ୍ତେ ଏ ଆଶ୍ରମକୁ ସଫା କରି ଏଠି ପୂଜା ଯେତେବେଳେ କରୁଥିଲେ, ଗାଁ ଲୋକ ବିରୋଧ କଲେ। ବିରୋଧ ମାନେ କ'ଣ କଲେ? କହିଲେ ରେ ବାବା କାହିଁ ସେଠିକି ଯାଉଛ, ସେଠି ଯିଏ ଯାଆନ୍ତି ସେ ବଞ୍ଚି ପାରନ୍ତିନି। ବାବା କହିଲେ ହଁ, ବଞ୍ଚିବା ଠାଇଁ କ'ଣ ଅଛି, ସେଠି ଠାକୁର ଅଛି, ଏମିତି ପୂଜା ଚାଲିଥିଲା। କିନ୍ତୁ ଏବେ ମୁଁ ଯେତେ ଦିନ ଆସିବାରେ ମୁଁ ଦେଖୁଛି ଯେଉଁମାନେ ଭକ୍ତ ବହୁତ ଆସୁଛନ୍ତି, ନିହାତି 1000-1500 ଭକ୍ତ ଆସୁଛନ୍ତି, ଏଇ ପ୍ରସାଦ କରୁଛନ୍ତି, ପ୍ରସାଦ ଏଠି ପାଉଛନ୍ତି। କିନ୍ତୁ ଯିଏ ଯାହାର ସଂକଳ୍ପ ଯାହା କରୁଛନ୍ତି ତାଙ୍କର ମନସ୍କାମନା ପୂରଣ ହେଉଛି। ସେମାନେ ବି ନିଜେ ଆସିକିରି ତାଙ୍କର ଏଠି ଭୋଗରାଗ କରିକିରି ଯାଉଛନ୍ତି। ଜୟ ଶ୍ରୀରାମ। ମୋ ନାମ ଧୀରେନ୍ଦ୍ର ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟ ଦର୍ଶନ ବିଭାଗର ଛାତ୍ର। ଏ ଆଶ୍ରମର ଏମିତି ଏକ ମହତ୍ତ୍ୱ ଯାହା ପାଇଁ ମୁଁ ଆଜି ପରିଚିତ। ସାରା ଭାରତ ହେଉ, ସାରା ଓଡ଼ିଶାରେ ହେଉ, ଆଜି ବର୍ତ୍ତମାନ ମୁଁ ଯାହା ପାଇଁ ପରିଚିତ। ଯେତେବେଳେ ଛୋଟବେଳେ ମୁଁ ଏ ଆଶ୍ରମ ଆସୁଥିଲି, ବାବା ଗୀତା ପଢ଼ନ୍ତି ଏବଂ ଭାଗବତ 12 ଘଣ୍ଟିଆ ହିସାବରେ ପଢ଼ାଯାଏ। ଟୋଟାଲ ରାତି ଏବଂ ଦିନ ହିସାବରେ ଭାଗବତ ଚର୍ଚ୍ଚା ଚାଲେ। ପଢ଼ା ଚାଲୁଥିବା ସମୟରେ ଓଡ଼ିଆ ଭାଗବତ ଆଉ ଭଗବତ କଥାମୃତ ଯେଉଁଟା ଅଛି, ଭଗବତ ଗୀତା, ଭଗବତ କଥାମୃତ, ତା ଭିତରେ ବାବା ଯେତେବେଳେ କୌଣସି ଭକ୍ତ ନଥାନ୍ତି ପଢ଼ିବା ପାଇଁ, ବାବା ଯେତେବେଳେ କହନ୍ତି ଧୀରେନ୍ଦ୍ର ପଢ଼, ସେଇ ପଢ଼ିବା ଅନୁଭୂତି ନେଇ ବାବାଙ୍କର କଥା ଶୈଳୀ, ବାବାଙ୍କ ଗୀତା ପଢ଼ାକୁ ନେଇ ଆସ୍ତେ ଆସ୍ତେ ଛୋଟବେଳୁ ଭାଗବତ ପଢ଼ିବା ପାଇଁ ମନରେ ଆବିଳତା ସୃଷ୍ଟି ହେଲା। ଆଉ ଆଧ୍ୟାତ୍ମିକ ଚିନ୍ତା ଚେତନାକୁ କେମିତି ଜଗନ୍ନାଥ ସଂସ୍କୃତି ହେଉ ବା ରାମଚନ୍ଦ୍ରଙ୍କ କଥା ହେଉ, ଭକ୍ତରାଜ ହନୁମାନଙ୍କ କଥା ହେଉ, ଏଇ ସାଧୁ ସଙ୍ଗ କରିବା ପାଇଁ, ସତସଙ୍ଗ କରିବା ପାଇଁ ମନ ବଳେଇଲା। ଯେମିତି ଆଧୁନିକର ପରିଚିତରେ ମହାତ୍ମା ଗାନ୍ଧୀ କହିଥିଲେ, ମାନବ ସେବା ହିଁ ମାଧବ ସେବା। ଏଇଟା ଆମେ ବହିରେ ପଢ଼ିଛୁ, କିନ୍ତୁ ଏଇ ଆଶ୍ରମକୁ ଆସି ଆମେ ଯାହା ଦେଖିଲୁ, ପ୍ରକୃତରେ ମାନବର ସେବା ଏଇଠି ହିଁ କରାଯାଉଛି। ଜଙ୍ଗଲୀ ବାବା ଏମିତି ସେ ସଦାସ ଜଙ୍ଗଲ ପରିଭ୍ରମଣ କରନ୍ତି। ଜଙ୍ଗଲ ପରିଭ୍ରମଣ କରୁ କରୁ ଏ ସ୍ଥାନ ଉପରେ ତାଙ୍କର ଧ୍ୟାନ ପଡ଼ିଲା। ତେଣୁ ସେ ସ୍ଥାନ ଉପରକୁ ନଦୀ ପହଁରିକି ଆସି କିଛି ସମୟ ଧ୍ୟାନ କଲେ। ତାପରେ କିଛି ସମୟ କିଛି ଦିନ ଧ୍ୟାନ କିଛି ଅଳ୍ପ ସମୟ ପରେ କରିକି ସେ ପଳେଇଗଲେ ତାଙ୍କ ପରିଭ୍ରମଣ ଉପରେ। ପରିଭ୍ରମଣ ତାଙ୍କର କେବଳ ଏଇ ପାରାଦ୍ୱୀପ ଜଙ୍ଗଲ ପାଖରୁ ଏମିତି ହରିଶପୁର ମରିପୁର ଜଙ୍ଗଲ ଉପରେ ସେ ପରିଭ୍ରମଣ କରନ୍ତି। এই ପରିଭ୍ରମଣ ଭିତରେ ଆମର ଯେଉଁ ନୂଆ ଗାଁ ଆପଣ ଜାଣିଥିବେ, ସେ ନୂଆ ଗାଁ ଜଙ୍ଗଲ ଭିତରେ ସେ ହନୁମାନଜୀ ଘାବୁଡ଼ିଲେ। ତେଣୁ ସେଇଠି ତାଙ୍କର ହନୁମାନଜୀଙ୍କ ଉପରେ ଗବେଷଣା ହେଲା ଏବଂ ହନୁମାନଜୀଙ୍କର ସେ ସେଇ ଦିନଠାରୁ ଜଣେ ସଖା ରୂପେ ରହିଲେ। ତେଣୁ ହନୁମାନଜୀକୁ ସେଇଠି ସେ ଧ୍ୟାନ କରିଥିଲେ, ଚିନ୍ତା କଲେ ହନୁମାନଜୀ ଆପଣ ଦେଖନ୍ତୁ, ଆପଣ ସମସ୍ତ ସଙ୍କଟ ଦୁଃଖର ତ୍ରାଣକର୍ତ୍ତା। ଆଜି ଏ ସମାଜ, ଏ ସୃଷ୍ଟି, ମାନବ ସମାଜ ବହୁତ ଦୁଃଖ ଦୁର୍ଦିନ ଅଭାବ ସଙ୍କଟ ବୁଡ଼ିକି ରହିଛି। ତେଣୁ ଆପଣଙ୍କର ସେ କୃପା କରୁଣାକୁ କେମିତି ବିସ୍ତାର କରି ଆମଙ୍କର ସେ ପବିତ୍ର ବାନାକୁ ଉଡ଼େଇ ଦୀନ ଦରିଦ୍ର ଅଭାବ ମାନବ ସମାଜର ସଙ୍କଟ ତ୍ରାଣ କରନ୍ତୁ। ଆପଣ ଏଇ ଯେଉଁ ଭାବଧାରା ଭିତରେ ବର୍ତ୍ତମାନ ଆପଣ ଯେଉଁ ଭାବନାରେ ଅଛନ୍ତି, ଆମେ ଶୁଣୁଛୁ ଅନେକ ସାଧୁସନ୍ଥ ଆପଣ କୋଳକୁ ଆସନ୍ତି, ହେଲେ ସନ୍ଧ୍ୟାରେ କେହି ରହିପାରନ୍ତି ନାହିଁ, ସମସ୍ତେ ଭୟରେ ପଡ଼ିଯାଆନ୍ତି।
ତେଣୁ ଆପଣ ମଧ୍ୟ ଯେତେବେଳେ ଆସି ଏଇ ଜଙ୍ଗଲରେ ପହଞ୍ଚି ଯାଇଛନ୍ତି ଆପଣଙ୍କ କୋଳରେ ଆପଣ ମଧ୍ୟ ବିଭିନ୍ନ ପ୍ରକାର ଭୟ ରୂପକୁ ସେଠି ପ୍ରସ୍ତୁତ କରିଛନ୍ତି, ହେଲେ ମଧ୍ୟ ଭୟର ଭାବନା ତାଙ୍କୁ ସ୍ପର୍ଶ କରିପାରିନାହିଁ। ସେ ନିର୍ଭୟ ଚିତ୍ତରେ ଭଗବାନ ପ୍ରାର୍ଥନା କରିଥିଲେ ଏବଂ ସେ ନିର୍ଭୟ ଚିତ୍ତ ଭାବନା ଭିତରେ ଦେଖିକି ଆପଣଙ୍କୁ ସେ ମଧ୍ୟ ସ୍ମରଣ କରି ଆପଣଙ୍କୁ ସମାଜର ମଙ୍ଗଳ ଉପରେ ସେ ପ୍ରାର୍ଥନା କରିଥିଲେ ଏବଂ ଆପଣଙ୍କର ସେଇଦିନଠାରୁ ଆଲୋକ ସୃଷ୍ଟିର ବିଭିନ୍ନ ପ୍ରକାର ଦୁଃଖ ଦୁଃଖ ଅଭାବ ସଙ୍କଟର ଅନ୍ଧକାରକୁ ଦୂରୀକରଣ କରିପାରିଛି, ସମାଜ ମଧ୍ୟ ବହୁତ ଖୁସି ଆନନ୍ଦ ଜୀବନଯାପନ କରିପାରିଛି। ତେଣୁ ଏ ସଂସ୍ଥା ମଧ୍ୟ ଯେତେବେଳେ ସେ ସଂସ୍ଥା ଉପରେ ରହିଲେ সেই ଜଙ୍ଗଲୀ ପୁଣି ଏ ସଂସ୍ଥାକୁ ସେ ମଧ୍ୟ ସେ ଧୀରେ ଧୀରେ এই ଏରିଆର ଦୁଃଖ ଦୁର୍ଦିନ ଅଭାବ ସବୁ ଦୂରୀକରଣ କରିବା ପାଇଁ ଏ ଏରିଆରେ ଗୋଟେ ସୁଖ ଶାନ୍ତି ଆନନ୍ଦର ଆଲୋକ ଆବିର୍ଭାବ କରିବା ପାଇଁ ହନୁମାନଙ୍କୁ ଏଠି ସ୍ଥାପନ କଲେ ଏବଂ এই ଏରିଆକୁ ମଧ୍ୟ ବି ଜଣାଇଥିଲେ, ହେ ଦରିଦ୍ର ଦୁଃଖୀ ଏରିଆ ଭାଇ ଆପଣମାନେ ଟିକେ ହନୁମାନଙ୍କୁ ସ୍ମରଣ କରନ୍ତୁ, ନିକଟରେ ଆପଣଙ୍କର ଦୁଃଖ ଦୁର୍ଦିନ ଅଭାବ ସଙ୍କଟ ଅନ୍ଧକାର ଦୂରୀକରଣ ହୋଇଯିବ, ସୁଖ ଶାନ୍ତି ଆନନ୍ଦର ସୁଆଲୋକ ନିଶ୍ଚିନ୍ତ ଆପଣଙ୍କ ପାଖରେ ଆବିର୍ଭାବ ହେବ। ଏରସମାରୁ ଜନ୍ ରାଉତଙ୍କ ସହିତ ମାନସ କୁମାର ସୁତାରଙ୍କ ରିପୋର୍ଟ ଆମ ହକ୍ ନ୍ୟୁଜ୍।